ଶ୍ରୀ ରାମନବମୀ ଦିନ ପିନ୍ଧି ଦିଅନ୍ତୁ ନିଜର ଗଳାରେ ଏହି ଗଛର ଚେରକୁ। ଭାଗ୍ୟ ଆପଣଙ୍କର ସାଥ ଦେବ ଏବଂ ଆପଣ ବନିଯିବେ କୋଟିପତି। ଯେଉଁ କ୍ଷେତ୍ରକୁ ବି ଯିବେ ସେଠାରେ ଆପଣଙ୍କୁ ସଫଳତା ନିଶ୍ଚିନ୍ତ ପ୍ରାପ୍ତି ହେବ। କାହିଁକିନା ଚଳିତ ବର୍ଷର ରାମନବମୀ ବହୁତ ହିଁ ଖାସ୍ ହେବାକୁ ଯାଉଅଛି। କାହିଁକିନା ଏହି ଦିନ କେତେ ସବୁ ଦୁର୍ଲଭ ସଂଯୋଗ ବନିବା ପାଇଁ ଯାଉଅଛି। ମହାଲକ୍ଷ୍ମୀ ଯୋଗ, ଅମୃତ ସିଦ୍ଧି ଯୋଗ, ଆୟୁଷ୍ମାନ ଯୋଗ, ଯେମିତି ପୁରା 62 ପ୍ରକାରର ଶୁଭ ଯୋଗର ନିର୍ମାଣ ହେବା ପାଇଁ ଯାଉଅଛି। ସେଥିପାଇଁ ଏହି ଶୁଭ ଦିନରେ ଚୁପଚାପ ଘରକୁ ନେଇ ଆସନ୍ତୁ ଏହି ଗଛର ଚେରକୁ ଏବଂ ପିନ୍ଧି ଦିଅନ୍ତୁ ନିଜର ଗଳାରେ କିମ୍ବା ଆପଣଙ୍କର ହାତରେ। ରାତାରାତି ଆପଣଙ୍କର ଭାଗ୍ୟ ବଦଳିଯିବ। ବନ୍ଧୁଗଣ, ହିନ୍ଦୁ ସଂସ୍କୃତିରେ କେତେ ପ୍ରକାରର ପୌରାଣିକ ମାନ୍ୟତାକୁ ମହତ୍ତ୍ୱ ଦିଆଯାଇଅଛି କି କେତେ ଏମିତି ବୃକ୍ଷଲତା ହୋଇଥାନ୍ତି ଯିଏକି ବହୁତ ଶୁଭ ଏବଂ ପବିତ୍ର ମାନାଯାଇଥାଏ। କେତେ ଏମିତି ବୃକ୍ଷଲତା ହୋଇଥାନ୍ତି ଯିଏକି ଆମର ଜୀବନରେ ଚାଲୁଥିବା ସମସ୍ୟାକୁ ଦୂର କରିଦେଇଥାନ୍ତି। ଖାସ୍ କଥା ଏହା ଅଟେ କି ବୃକ୍ଷଲତାର ନା କେବଳ ଲୋକମାନେ ପୂଜା କରିଥାନ୍ତି ବରଂ ଔଷଧ ରୂପରେ ମଧ୍ୟ ପ୍ରୟୋଗ କରିଥାନ୍ତି। ଏହା କେତେ ପ୍ରକାରର ବିମାରୀକୁ ବି ଠିକ୍ କରିଥାଏ ଏବଂ ବେଦ ପୁରାଣରେ ବି କେତେ ପ୍ରକାରର ବୃକ୍ଷଲତାମାନଙ୍କର ଉଲ୍ଲେଖ ରହିଅଛି। ଯେମିତିକି ତୁଳସୀର ଗଛ, ଓସ୍ତ ଗଛ, ବରଗଛ, ଏମାନଙ୍କର ବହୁତ ହିଁ ଅଧିକ ମହତ୍ତ୍ୱ ରହିଥାଏ। କାହିଁକିନା ବୃକ୍ଷଲତାର କିଛି ଏମିତି ଅଲୌକିକ ଚମତ୍କାରୀ ଶକ୍ତି ରହିଥାଏ ଯାହାର ପ୍ରଭାବରେ କମ୍ ସମୟରେ ଆପଣଙ୍କୁ ଭଲ ପରିଣାମ ଦେଖିବାକୁ ମିଳିଥାଏ। ତ ଆଜି ମୁଁ ଆପଣଙ୍କୁ ରାମନବମୀ ଦିନ ତାବିଜରେ ଭରିକି ପିନ୍ଧି ଦିଅନ୍ତୁ ଏହି ଗଛର ଚେରକୁ। ଦେଖିବେ ଖୁବ୍ ଶୀଘ୍ର ଆପଣଙ୍କର ଭାଗ୍ୟର ତାଲା ଖୋଲିଯିବ। ଆପଣ ଯାହା ଇଚ୍ଛା କରିବେ ତାହା ପାଇପାରିବେ। ଯେଉଁ ବ୍ୟକ୍ତି ସିଦ୍ଧି ପ୍ରାପ୍ତ କରିବାକୁ ଚାହୁଁଛନ୍ତି, ଶୁଭ ଏବଂ ଲାଭକୁ ପ୍ରାପ୍ତ କରିବାକୁ ଚାହୁଁଛନ୍ତି, ଧନଧାନ୍ୟର କାମନା ଥାଉ ସମୃଦ୍ଧି ପାଇବାକୁ ଚାହୁଁଥାନ୍ତି, ଆରୋଗ୍ୟର ପ୍ରାପ୍ତି କରିବାକୁ ଚାହୁଁଥାନ୍ତି, ଯଦି ଆପଣ ଚାହୁଁଥାନ୍ତି ଆପଣଙ୍କର ଜୀବନରୁ ଦୁର୍ଭାଗ୍ୟ ଦୂର ହୋଇଯାଉ, ଆପଣଙ୍କୁ ଭଲ ଭାଗ୍ୟର ପ୍ରାପ୍ତି ହେଉ, ଆପଣଙ୍କୁ ମାନ ସମ୍ମାନ ପ୍ରାପ୍ତି ହେଉ, ତ ଆପଣ ଆଜିର ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚିନ୍ତ ଭାବରେ ଦେଖନ୍ତୁ। ଆଜି ମୁଁ ଆପଣଙ୍କୁ ଏହି ରାମନବମୀ ଦିନ ଧାରଣ କରାଯାଉଥିବା 5 ଗୋଟି ଚେର ବିଷୟରେ କହିବି। 5 ଗୋଟି ଚେର ମଧ୍ୟରୁ କୌଣସି ବି ଗୋଟିଏ ଚେର ଅବଶ୍ୟ ଧାରଣ କରିବେ। ଆପଣଙ୍କର ସମସ୍ତ ମନସ୍କାମନା ନିଶ୍ଚିନ୍ତ ଭାବରେ ପୂର୍ଣ୍ଣ ହେବ। ତେବେ ଆସନ୍ତୁ ଜାଣିବା। ଏହା ପୂର୍ବରୁ ଭିଡ଼ିଓଟିକୁ ଲାଇକ୍ କରି କମେଣ୍ଟ ବକ୍ସରେ ଜୟ ଶ୍ରୀରାମ, ଜୟ ବଜରଙ୍ଗବଲି ଅବଶ୍ୟ ଲେଖିଦିଅନ୍ତୁ। ସର୍ବପ୍ରଥମେ ଆପଣଙ୍କୁ ଚମେଲିର ଚେର ଆଣିବା ଦରକାର। ଚମେଲି ଗଛର ଚେରର ଫାଇଦା ବତେଇବାକୁ ଚାହିଁବି। ଚମେଲିର ମୂଳରେ ବା ଚେରରେ ଦୈବୀ ଶକ୍ତିମାନଙ୍କର ବାସ ହୋଇଥାଏ। ଆପଣ ଦେଖିଥିବେ ଚମେଲିର ଯେଉଁ ତେଲ ଥାଏ ତାହା ହନୁମାନ ମହାରାଜାଙ୍କୁ ସମର୍ପିତ ହୋଇଥାଏ। ଏଥିରେ ହନୁମାନ ମହାରାଜାଙ୍କର ଦୈବୀ ଶକ୍ତି ରହିଥାଏ। ଯେଉଁ ଲୋକ ମା ଲକ୍ଷ୍ମୀଙ୍କର କୃପା ପ୍ରାପ୍ତ କରିବାକୁ ଚାହୁଁଛନ୍ତି, ଲକ୍ଷ୍ମୀ ସିଦ୍ଧି ପ୍ରାପ୍ତ କରିବାକୁ ଚାହୁଁଛନ୍ତି, ଯେଉଁ ଲୋକ ମନ୍ତ୍ରକୁ ସିଦ୍ଧି କରିବାକୁ ଚାହୁଁଛନ୍ତି, ଯେଉଁ ଲୋକ ଆରୋଗ୍ୟ ରହିବାକୁ ଚାହୁଁଛନ୍ତି, ଏମିତି ବ୍ୟକ୍ତି ଚମେଲିର ଯେଉଁ ଚେର ହୋଇଥାଏ ଏହାକୁ ଅବଶ୍ୟ ଆଣିବା ଉଚିତ। ଚମେଲିର ଯେଉଁ ଚେର ହୋଇଥାଏ ଏହାକୁ ରାମନବମୀ ଦିନ ନେଇ ଆସନ୍ତୁ ଏବଂ ଏହାକୁ ପୂଜା କରନ୍ତୁ ଏବଂ ଗୋଟିଏ ଚାନ୍ଦିର କିମ୍ବା ତମ୍ବାର ତାବିଜରେ ପୁରାଇ ଆପଣଙ୍କର ଗଳାରେ କିମ୍ବା ହାତରେ ବାନ୍ଧି ଦିଅନ୍ତୁ। ଆପଣ ଏହାକୁ ରାମନବମୀ ଦିନ ନିଶ୍ଚିନ୍ତ ଭାବରେ ଧାରଣ କରନ୍ତୁ। ଏହାଦ୍ୱାରା ଦୈବୀ ଶକ୍ତିର ପ୍ରାପ୍ତି ହୋଇଥାଏ, ଅଲୌକିକ ଶକ୍ତିର ପ୍ରାପ୍ତି ହୋଇଥାଏ, ହନୁମାନ ମହାରାଜଙ୍କର କୃପା ପ୍ରାପ୍ତ ହୋଇଥାଏ। ଆପଣ ସର୍ବଦା ନିରୋଗ ରହିଥାନ୍ତି। ଆପଣଙ୍କର ସମସ୍ତ ଆର୍ଥିକ ସମସ୍ୟା ଦୂର ହୋଇଯାଇଥାଏ। ଦ୍ୱିତୀୟରେ ହେଉଛି ଅଭମାର୍ଗ ଗଛ। ଏହାକୁ କେତେ ଜାଗାରେ ଗୁଗୁଚିଆ ନାମରେ ମଧ୍ୟ ଜଣାଯାଏ। ଆପଣଙ୍କର ଏରିଆରେ ଏହାକୁ କେଉଁ ନାମରେ ଜଣାଯାଏ ଆମକୁ ନିଶ୍ଚୟ କମେଣ୍ଟ କରି ଜଣାଇବେ। ଏହାକୁ ଅପମାର୍ଗ କ'ଣ ପାଇଁ କୁହାଯାଏ? ନା ଏହାର ଯେଉଁ ବୀଜ ହୋଇଥାଏ ଏହା ଓଲଟା ରହିଥାନ୍ତି। ଏଥିପାଇଁ ଏହାକୁ ଅପମାର୍ଗ କହିଥାନ୍ତି। ଅର୍ଥାତ୍ ଏହା ଦୁନିଆଠୁ ଓଲଟା ଚାଲିଥାଏ। ଅପମାର୍ଗର ସନ୍ଥ ମହାତ୍ମା ଲୋକ ସବୁଠୁ ଅଧିକ ପ୍ରୟୋଗ କରିଥାନ୍ତି। ଅପମାର୍ଗ ଯେଉଁ ହୋଇଥାଏ ଏହାର ବୀଜର କ୍ଷୀରି ବନେଇକି ଖାଇବା ଦ୍ୱାରା 30 ଦିନ ପର୍ଯ୍ୟନ୍ତ ଭୋକ ଲାଗିନଥାଏ। ସେଥିପାଇଁ ଏହାକୁ ସନ୍ଥ ମହାତ୍ମାମାନେ ଏହାର ବୀଜର କ୍ଷୀରି ବନେଇକି ଖାଇଥାନ୍ତି ଏବଂ ଅଧିକ ସମୟ ପର୍ଯ୍ୟନ୍ତ
ସାଧନା କରିଥାନ୍ତି। ଏହାକୁ କେବେ ପିନ୍ଧିବା ଦରକାର, କେମିତି ଧାରଣ କରିବା ଦରକାର? ରାମନବମୀ ଦିନ ଆପଣ ଏହାକୁ ଧାରଣ କରିପାରିବେ। ଏହାକୁ ଧାରଣ କରିବା ପରେ ଏହା ଶତ୍ରୁମାନଙ୍କର ନାଶ କରିଥାଏ। ଏକ ଖାସ୍ କଥା, ଯେଉଁ ଲୋକ ବଶୀକରଣ ପ୍ରାପ୍ତ କରିବାକୁ ଚାହୁଁଛନ୍ତି, ଏ ସମସ୍ତ ଲୋକ ତାଙ୍କୁ ଦେଖିକି ସମୋହିତ ହୋଇଯାଆନ୍ତୁ, କେବଳ ତାଙ୍କର ହିଁ କଥା ମାନନ୍ତୁ। ଏମିତି ବ୍ୟକ୍ତି ଅପମାର୍ଗର ଚେର ନିଶ୍ଚୟ ଧାରଣ କରନ୍ତୁ। ଏହାର ଚେରକୁ ଧାରଣ କରିବା ପରେ ଆଧ୍ୟାତ୍ମିକ ଉନ୍ନତି ହୋଇଥାଏ, ଭାଗ୍ୟର ତାଲା ଖୋଲି ଯାଇଥାଏ। ଆପଣ ଯେଉଁଠାକୁ ବି ଯାଆନ୍ତୁ, ଲୋକମାନେ ଆପଣଙ୍କୁ ଦେଖିକି ଆକର୍ଷିତ ହୋଇଥାନ୍ତି, ଆପଣଙ୍କର ବଶୀଭୂତ ହୋଇଯିବେ। ଏହାକୁ ଅବଶ୍ୟ ରାମନବମୀ ଦିନ ଧାରଣ କରନ୍ତୁ। ଏହାକୁ ପିନ୍ଧିବା ପରେ ଯେଉଁ ନବଗ୍ରହଙ୍କର ପୀଡ଼ା ହୋଇଥାଏ ତାହା ତତ୍କାଳ ଦୂର ହୋଇଥାଏ, ଯେମିତିକି ଶନି ପୀଡ଼ା, ରାହୁକେତୁ ଦଶା। ଏହାପରେ ହେଉଛି କଳା ଦୁଦୁରା ଗଛର ଚେର। ଆପଣ ଏହି ରାମନବମୀ ଦିନ କିଛି ଆଣନ୍ତୁ କିମ୍ବା ନ ଆଣନ୍ତୁ, କିନ୍ତୁ ଏହି ଦିନ କଳା ଦୁଦୁରା ଗଛର ଚେର ଅବଶ୍ୟ ଆଣନ୍ତୁ। ଏହି ରାମନବମୀ ଦିନ ଏହାକୁ ଘରକୁ ଆଣି ତାହାକୁ ପୂଜା କରି ତାବିଜରେ ପୁରାଇ ନିଜର ଗଳାରେ କିମ୍ବା ହାତରେ ଧାରଣ କରନ୍ତୁ। ଦେଖନ୍ତୁ, ଦୁଦୁରା ଗଛକୁ ସ୍ୱୟଂ ଭଗବାନ ଭୋଳାନାଥଙ୍କର ସ୍ୱରୂପ ମାନାଯାଇଥାଏ ଏବଂ ଶ୍ରୀରାମ ମଧ୍ୟ ଶିବଙ୍କର ସ୍ୱରୂପ ଅଟନ୍ତି। କଳା ଦୁଦୁରା କଳା ଭୈରବଙ୍କର ସ୍ୱରୂପ ମଧ୍ୟ ହୋଇଥାଏ। କଳା ଦୁଦୁରାରେ ଶନିଦେବ ମଧ୍ୟ ବାସ କରିଥାନ୍ତି। ମା କାଳୀ ମଧ୍ୟ କଳା ଦୁଦୁରା ଉପରେ ନିବାସ କରିଥାନ୍ତି। ବନ୍ଧୁଗଣ, କଳା ଦୁଦୁରା କୌଣସି ସାଧାରଣ ଗଛ ନୁହେଁ। ଏହାର ଯଦି ଆପଣ ପ୍ରୟୋଗ ଜାଣିବେ ତ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ତୁରନ୍ତ ଆପଣ ଏହାକୁ ଧାରଣ କରିନେବେ। ତ ବନସ୍ପତି ଶାସ୍ତ୍ର ଅନୁସାରେ କଳା ଦୁଦୁରାର ପ୍ରଭାବ ବହୁତ ହିଁ ଅଧିକ ରହିଥାଏ। ଯେମିତିକି ଭଗବାନ ଶନିଦେବଙ୍କର ପ୍ରଭାବ ମଙ୍ଗଳ ଗ୍ରହର ପ୍ରଭାବ ଯେମିତି ଶକ୍ତିଶାଳୀ ମାନାଯାଇଥାଏ, ଠିକ୍ ସେହିପରି କଳା ଦୁଦୁରାର ଯେଉଁ ଚେର ଅଟେ, ଏହାକୁ ମଧ୍ୟ ବହୁତ ଅଧିକ ଶକ୍ତିଶାଳୀ ମାନାଯାଇଥାଏ। ଏହି ଚେର ତତ୍କାଳ ଆପଣଙ୍କର ଜୀବନରେ ବହୁତ ବଡ଼ ବଡ଼ ପରିବର୍ତ୍ତନ ଆଣିକରି ଦେଇଥାଏ। ସମସ୍ତ ଗ୍ରହ ପୀଡ଼ା ମଧ୍ୟ ଦୂର ହୋଇଥାଏ। ଆପଣଙ୍କର ସମସ୍ତ ଆର୍ଥିକ ସମସ୍ୟା ଦୂର ହୋଇଥାଏ ଏବଂ ମାନସିକ ଚିନ୍ତା ମଧ୍ୟ ଦୂର ହୋଇଥାଏ। ତ ଆପଣମାନେ ନିଶ୍ଚିନ୍ତ ଭାବରେ ଏହି ରାମନବମୀ ଦିନ କଳା ଦୁଦୁରାର ଚେରକୁ ଆଣି ଘରେ ପୂଜା କରି ତାବିଜରେ ପୁରାଇ ଆପଣଙ୍କର ଗଳାରେ କିମ୍ବା ହାତରେ ନିଶ୍ଚିନ୍ତ ଭାବରେ ଧାରଣ କରନ୍ତୁ। ଆପଣଙ୍କର ସମସ୍ତ ମନସ୍କାମନା ପୂର୍ଣ୍ଣ ହେବ। ଏହାପରେ ହେଉଛି ଧଳା ଅରଖ ଗଛର ଚେର। ଧଳା ଅରଖ ଗଛକୁ ଭଗବାନ ଗଣେଶଙ୍କ ସ୍ୱରୂପ ମାନାଯାଏ। ଯେଉଁ 11.5 ବର୍ଷର ପୁରୁଣା ଧଳା ଅରଖ ଗଛର ମୂଳ ହୋଇଥାଏ, ତାହା ଭଗବାନ ଗଣେଶଙ୍କର ଶୁଣ୍ଢର ଆକୃତି ନେଇ ଯାଇଥାଏ। ଭଗବାନ ଗଣେଶଙ୍କୁ ରିଦ୍ଧି ସିଦ୍ଧି ଶୁଭ ଲାଭର ସ୍ୱାମୀ କୁହାଯାଏ। ତ ଯଦି ଆପଣ ରିଦ୍ଧି ସିଦ୍ଧି ଶୁଭ ଲାଭ ଧନ ବୈଭବ ପ୍ରାପ୍ତି କରିବାକୁ ଚାହୁଁଛନ୍ତି, ତ ଅରଖ ଗଛର ଚେର ଏହି ରାମନବମୀ ଦିନ ନିଶ୍ଚିନ୍ତ ଭାବରେ ଘରକୁ ଆଣନ୍ତୁ। ଏହାକୁ ପୂଜା କରି ଏହାପରେ ତାବିଜରେ ପୁରାଇ ଆପଣଙ୍କର ଗଳାରେ କିମ୍ବା ହାତରେ ନିଶ୍ଚିନ୍ତ ଭାବରେ ବାନ୍ଧି ଦିଅନ୍ତୁ। ଏହାଦ୍ୱାରା ଆପଣଙ୍କୁ ବହୁତ ବେଶୀ ଲାଭ ପ୍ରାପ୍ତି ହୋଇଥାଏ। ଅରଖ ଗଛକୁ ଭଗବାନ ଗଣେଶଙ୍କ ସ୍ୱରୂପ କୁହାଯାଏ ଏବଂ ଅରଖ ଚେର ଧାରଣ କରିବା ପରେ ନବଗ୍ରହଙ୍କର ପୀଡ଼ା ଦୂର ହୋଇଥାଏ। ଖାସ୍ କରି ବୁଧ ଗ୍ରହଙ୍କର ପୀଡ଼ା ମଧ୍ୟ ଦୂର ହୋଇଥାଏ। ସମସ୍ତ ଆର୍ଥିକ ସମସ୍ୟା ଦୂର ହୋଇଥାଏ। ଶେଷରେ ହେଉଛି ଅପରାଜିତା। ଅପରାଜିତା କ'ଣ ପାଇଁ ଧାରଣ କରିବା ଦରକାର? ଯେଉଁ ଅପରାଜିତା ଗଛ ହୋଇଥାଏ, ଏହାର ପୁଷ୍ପ ମା ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ। ଅପରାଜିତାର ପୁଷ୍ପ ମା ଲକ୍ଷ୍ମୀଙ୍କୁ ବହୁତ ବେଶୀ ପସନ୍ଦ ଅଟେ ଏବଂ ଅଧିକ ଥର ଲକ୍ଷ୍ମୀ ପୂଜାରେ ଯଦି ଆପଣ ମା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାକୁ ଚାହୁଁଛନ୍ତି, ତ ଅପରାଜିତା ଗଛର ଚେରକୁ ଧାରଣ କରନ୍ତୁ। ଏହାକୁ ଚାନ୍ଦିର ତାବିଜରେ ପୁରାଇ ଧାରଣ କରିପାରିବେ। ଦେଖିବେ ଆପଣଙ୍କୁ ମା ଲକ୍ଷ୍ମୀଙ୍କର କୃପା ପ୍ରାପ୍ତି ହୋଇଥାଏ। ଭାଗ୍ୟର କବାଟ ଖୋଲି ଯାଇଥାଏ। ଚାକିରି ଦରକାର ଯଦି ଆପଣଙ୍କୁ ଚାକିରି ପ୍ରାପ୍ତି ହୋଇଥାଏ। ଆପଣଙ୍କର ଆଧ୍ୟାତ୍ମିକ ଉନ୍ନତି ହୋଇଥାଏ।